ଏଠି ଗୋଟେ କଥା କହି ରଖିବାକୁ ଚାହୁଁଛି, ଯେତେବେଳେ ମୁଁ ଗୋଟେ ସରପଞ୍ଚଟେ, ଗୋଟେ ମହିଳା ଲୋକ ପ୍ରତିନିଧି, ଯେତେବେଳେ ମୁଁ ଏଠି ସୁରକ୍ଷାରେ ନାହିଁ, ଏଠି ମତେ ରାଜ୍ୟ ସରକାର ନ୍ୟାୟ ଦେଇ ପାରୁନାହାନ୍ତି, ତାହେଲେ ସାମାନ୍ୟ ଯୋଉ ୱାର୍ଡ ମେମ୍ବର ତାଙ୍କୁ ଯୋଉ ଧମକ ଚମକ ଆସୁଛି, ମୁଁ ତାଙ୍କୁ କେମିତି ସୁରକ୍ଷା ଦେବି? ମୋର ଯିଏ ଆଡଭୋକେଟ ଥିଲେ ସୁକାନ୍ତ ଦଳେଇ ସାର୍, ସେ ମୋ ପାଇଁ କେସଟାକୁ ନେଇକି ଲଢିଥିଲେ, ବହୁତ ଭଲ ଭାବରେ ଲଢିଥିଲେ। ଆଉ ମାନ୍ୟବର ହାଇକୋର୍ଟଙ୍କ ଯୋଉ ରାୟ ଆସିଥିଲା, ଭୋଟ ଜାରି ରହିବ, କିନ୍ତୁ ଯେ ପର୍ଯ୍ୟନ୍ତ କୋର୍ଟଙ୍କର ନିର୍ଦ୍ଦେଶ ନ ଆସିଛି ସେ ପର୍ଯ୍ୟନ୍ତ ଗଣତି ହେବ ନାହିଁ କି ଫଳାଫଳ ଘୋଷଣା କରାଯିବ ନାହିଁ। ମୁଁ ଆଜି ଏଥିପାଇଁ ଯାଇଥିଲି, ଯୋଉ ଆଜି ଅନାସ୍ଥାର ଭୋଟିଂ ଥିଲା, କାରଣ ମୋର ଅଭିଯୋଗ ଥିଲା, ଯୋଉ ନୋଟିସଟେ ମତେ ଦେଇଥିଲେ ସେମାନେ ମୋ ବାପାଙ୍କ କତରୁ ରିସିଭ୍ କରେଇକି ନେଇଥିଲେ। ଯେତେବେଳେ ପଞ୍ଚାୟତରେ ମୁଁ କାର୍ଯ୍ୟ କରୁଥିଲି, ପଞ୍ଚାୟତରେ ଯେତେବେଳେ ବନ୍ୟା ପାଣି ଆସିଥିଲା, ଲୋକଙ୍କ ଘରେ ପାଣି ପଶି ଯାଇଥିଲା, ମୁଁ ଯେତେବେଳେ ଲୋକଙ୍କୁ ସଚେତନ କରାଉଥିଲି, ସେତିବେଳେ ମତେ ଯେତେବେଳେ ନୋଟିସ ଆସିଥିଲା ମୋ ବାପା ରିସିଭ୍ କରିଥିଲେ। ନୋଟିସରେ ଯୋଉ ଆମର ରେଜୁଲେସନ ରିକ୍ୱେଜେସନ କପି ଯୋଉଟା ରହିବା କଥା, ଯୋଉଟା ବାଧ୍ୟତାମୂଳକ ଗୋଟେ ସରପଞ୍ଚକୁ ଦବା, ସେଇଟା ଦେଇନଥିଲେ। ଏବଂ ଯୋଉ 15 ଦିନ ଅଛି ଭୋଟ ପାଇଁ, ପୁରା 15 ଦିନ ଗଣତି ଭିତରେ ମତେ ଆଣିକି ଦବା କଥା, ତ ସେଇଟାକୁ ବି 14 ଡେଜ୍ ଥିଲା, କମ୍ପ୍ଲିଟ 15 ଦିନ ନଥିଲା। ତ ତା ବାବଦରେ ମୁଁ ଉଚ୍ଚ ନ୍ୟାୟାଳୟଙ୍କ ପାଖରେ ମୁଁ ଦ୍ୱାରସ୍ଥ ହେଇଥିଲି। ମୋର ଯିଏ ଆଡଭୋକେଟ ଥିଲେ ସୁକାନ୍ତ ଦଳେଇ ସାର୍, ସେ ମୋ ପାଇଁ କେସଟାକୁ ନେଇକି ଲଢିଥିଲେ, ବହୁତ ଭଲ ଭାବରେ ଲଢିଥିଲେ। ଆଉ ମାନ୍ୟବର ହାଇକୋର୍ଟଙ୍କ ଯୋଉ ରାୟ ଆସିଥିଲା, ଭୋଟ ଜାରି ରହିବ, କିନ୍ତୁ ଯେ ପର୍ଯ୍ୟନ୍ତ କୋର୍ଟଙ୍କର ନିର୍ଦ୍ଦେଶ ନ ଆସିଛି ସେ ପର୍ଯ୍ୟନ୍ତ ଗଣତି ହେବ ନାହିଁ କି ଫଳାଫଳ ଘୋଷଣା କରାଯିବ ନାହିଁ। এইটাକୁ ତ ଗୋଟେ ଯୁବତୀ ହିସାବରେ ମୁଁ 2 ମାସ ହେଲାଣି ଯୋଉ ସଂଘର୍ଷ କରୁଛି, ଏ ସଂଘର୍ଷ ମୋ ପାଇଁ କିଛି କମ ନାହିଁ। ଏଠି ଗୋଟେ କଥା କହି ରଖିବାକୁ ଚାହୁଁଛି, ଯେତେବେଳେ ମୁଁ ଗୋଟେ ସରପଞ୍ଚଟେ, ଗୋଟେ ମହିଳା ଲୋକ ପ୍ରତିନିଧି, ଯେତେବେଳେ ମୁଁ ଏଠି ସୁରକ୍ଷାରେ ନାହିଁ, ଏଠି ମତେ ରାଜ୍ୟ ସରକାର ନ୍ୟାୟ ଦେଇ ପାରୁନାହାନ୍ତି, ତାହେଲେ ସାମାନ୍ୟ ଯୋଉ ୱାର୍ଡ ମେମ୍ବର ତାଙ୍କୁ ଯୋଉ ଧମକ ଚମକ ଆସୁଛି, ମୁଁ ତାଙ୍କୁ କେମିତି ସୁରକ୍ଷା ଦେବି? ତାଙ୍କ ଜୀବନକୁ କେମିତି ମୁଁ ବିପଦ ପକେଇଦେବି? ବିଧାୟକ ଏବଂ ତାଙ୍କର ଯୋଉ ଗୁଣ୍ଡା ରଖିଛନ୍ତି ସାଜନ ବେହେରା, ସେ ତାଙ୍କୁ ଧରିକିରି ହିଁ କାମ କରାଉଛନ୍ତି। ଯୋଉ ୱାର୍ଡ ମେମ୍ବରଙ୍କୁ ଧମକ ଚମକ ଆସିଛି, ତାର ସୋସିଆଲ ମିଡିଆରେ ମୁଁ ତାର ଅଡିଓ ମଧ୍ୟ ସେୟାର କରିସାରିଛି। ଯେତେବେଳେ ମୁଁ ସୁରକ୍ଷିତ ନାହିଁ, ମୋ ୱାର୍ଡ ମେମ୍ବରଙ୍କୁ କେମିତି ମୁଁ ସୁରକ୍ଷା ଦେବି? ତ ଏଠି ମୁଁ କୋଉଠି ନା କୋଉଠି ଚାହୁଁନି ମୋ ନିଜ ସ୍ୱାର୍ଥ ପାଇଁ କି କାହାର ସ୍ୱାର୍ଥ ପାଇଁ, ମୋ ପଞ୍ଚାୟତବାସୀ ସ୍ୱାର୍ଥ ପାଇଁ କି ଯୋଉ ୱାର୍ଡ ମେମ୍ବର ଅଛନ୍ତି ତାଙ୍କ ଜୀବନ ବିପଦକୁ ଯାଉ କି ତାଙ୍କର କିଛି କ୍ଷୟକ୍ଷତି ହଉ, ସେଥିପାଇଁ ସେମାନେ ଯାହା ବି କରୁଛନ୍ତି ତାଙ୍କର ସେଟା ନିଜସ୍ୱ ମତାମତ। ମୋ ପାଖରେ ଏତିକି ରହିବ, ସେମାନେ ଯୋଉଠି ବି ଅଛନ୍ତି, ଯେମିତି ବି ରହୁଛନ୍ତି, ତାଙ୍କ ପରିବାର ସହିତ ଖୁସିରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ। ମୋର ଯେମିତି ସରପଞ୍ଚ ହିସାବରେ ଯୋଉ କାର୍ଯ୍ୟକ୍ରମ ଜାରି ରହିଛି, ବର୍ତ୍ତମାନ ସେଇ ପଦରେ ରହିକି ସେମିତି ମୋ କାର୍ଯ୍ୟକ୍ରମ ଜାରି ରହିବ। ଯେ କୋର୍ଟ ଫଳାଫଳ କେତେବେଳେ ଆସିବ କେତେବେଳେ ନାହିଁ ସେଟା ପରର କଥା, ଏଥିରେ ଖୁସି ହବାର ନାହିଁ କି ଦୁଃଖ ବି କରିବାର ନାହିଁ। ଆମକୁ ଆମ କାର୍ଯ୍ୟରେ ଧ୍ୟାନ ଦେବା ଦରକାର। ସେଇଟା ଆଗରୁ ବି କହିଛି, ସେମିତି କିଛି ବି ନାହିଁ, ମୋର ଏତେ ବଡ଼ ସ୍ୱପ୍ନ ବି ନାହିଁ, ଆଉ ସେତିକି ମୋ ପାଖରେ ପଇସାର ସମ୍ବଳ ବି ମଧ୍ୟ ନାହିଁ। ସେଇଟା କ'ଣ ହବ କ'ଣ ନାହିଁ ସେଟା ମୁଁ କହିପାରିବିନି। ବର୍ତ୍ତମାନ ମୋତେ ଯୋଉ କାର୍ଯ୍ୟରେ ମୁଁ ଅଛି, ସେ କାର୍ଯ୍ୟକୁ ମୁଁ କେମିତି ସୁଚାରୁ ରୂପେ ତୁଲେଇ ଆସିଛି ଏବଂ ତୁଲେଇବି, ସେଇଟା ହେଉଛି ମୋ ପାଇଁ ବଡ଼ ଚ୍ୟାଲେଞ୍ଜ।